গত জানুয়ারি 25 তারিখ দিନ ସକାଳୁ ଆମର ମାରିଗୁଣ୍ଡା ଯୋଉ ଗାଁ ଅଛି ସେରଙ୍ଗ ଥାନା ଏରିଆରେ ଆର୍ ଲକ୍ଷ୍ମୀ କଲ୍ୟାଣୀ ନିଜ ପରିବାର ବର୍ଗ ସହିତ ଶ୍ରୀକାକୁଲମର ସନ୍ ଟେମ୍ପଲ ବୁଲିବା ପାଇଁ ଯାଇଥିଲେ। ସେ ରାତିରେ ପ୍ରାୟ 11:30 ସମୟରେ ଯେତେବେଳେ ଘରକୁ ଫେରିଛନ୍ତି ତାଙ୍କ ଘରୁ ସମସ୍ତ ସୁନା ଗହଣା ତାଙ୍କର ଲକର ଭାଙ୍ଗିକିରି ଆଲମିରା ଭାଙ୍ଗିକିରି ଚୋରମାନେ ନେଇଯାଇଥିବାର ସେ ଦେଖିଥିଲେ। ଏହି ଘଟଣା ସେ ସକାଳୁ ସକାଳୁ ଆସିକିରି ସେରଙ୍ଗ ଥାନା ରିପୋର୍ଟ କରିଥିଲେ ଏବଂ ତାଙ୍କର ଚୋରି ଯାଇଥିବା ସମସ୍ତ ଅର୍ଣ୍ଣାମେଣ୍ଟର ଲିଷ୍ଟ ମଧ୍ୟ ଆମକୁ ଦେଇଥିଲେ। ପରବର୍ତ୍ତୀ ସମୟରେ ଆମର ତଦନ୍ତ ଜାରି ରହିଥିଲା ଏବଂ ଆମେ ବିଭିନ୍ନ ଦିଗକୁ ନେଇକିରି ତଦନ୍ତ କରି ତାଙ୍କରି ଗାଁ ପାଖର 3 ଜଣ ବ୍ୟକ୍ତି ତାଙ୍କର ଅନୁପସ୍ଥିତିର ସୁଯୋଗ ନେଇକିରି ଏଭଳିଆ କାଣ୍ଡ ଘଟାଇଛନ୍ତି ଏବଂ ସେ 3 ଜଣକୁ ଆଣି ପଚରା ଉଚରା କରାଯାଇଥିଲା ସାକ୍ଷୀମାନଙ୍କ ସାମ୍ନାରେ। ସେମାନେ ଇଣ୍ଟରୋଗେସନ ସମୟରେ କନଫେସ୍ କରିଥିଲେ ଯେ ଆମେ ତାଙ୍କ ଭିତରୁ 3 ଜଣଙ୍କ ମଧ୍ୟରୁ 2 ଜଣ ଘର ଭିତରେ ପଶିଥିଲେ ଏବଂ ଜଣେ ବାହାରେ ରହିକି ଜଗି ରହିଥିଲେ କାଳେ ଘରର ଇନମେଟ୍ସ ମାନେ ପଳେଇ ଆସିବେ କି ଅନ୍ୟ କିଏ ଗ୍ରାମବାସୀ ଦେଖିଦେବେ। ତାଙ୍କୁ ସେ ବାହାରେ ମଧ୍ୟ ଜଣେ ରହିକିରି ଏଇ କାମ କରୁଥିଲା। ସମସ୍ତ ସୁନା ଗହଣା ଯାହା ବି ଚୋରି ହେଇଥିଲା ସବୁ ରିକଭରି କରାଯାଇଛି। ଆଜି ସେଇ 3 ଜଣକୁ କୋର୍ଟ ଚାଲାଣ କରାଯାଇଛି।